ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଏ ମାମଲାରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା, କିନ୍ତୁ ରାଉସ ଆଭେନ୍ୟୁ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଥିଲା। ରାଉସ ଆଭେନ୍ୟୁ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲା ଏବଂ ଏବେ ଦିଲ୍ଲୀ ହାଇକୋର୍ଟ ଏ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ପଠାଇଛି। ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ 7 ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ଏ ମାମଲା ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 12 ତାରିଖରେ ହେବ। ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟା ତାଙ୍କ ଯୁକ୍ତିରେ କହିଥିଲେ ଯେ ଚୂଡ଼ାନ୍ତ ନିଷ୍କର୍ଷ ହେଉଛି ଯେ ଅଭିଯୁକ୍ତମାନେ 50 ଲକ୍ଷ ଟଙ୍କା ବିନିମୟରେ 2000 କୋଟି ଟଙ୍କାର ସମ୍ପତ୍ତି ପାଇଛନ୍ତି। ଏସଜି ତୁଷାର ମେହଟା କହିଛନ୍ତି ଯେ ଜୁନ୍ 2014ରେ ଜଣେ ବ୍ୟକ୍ତି ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ, ଯାହା ଉପରେ ନିମ୍ନ ଅଦାଲତ ବିଚାର କରିଥିଲେ ଏବଂ ପରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଥିଲେ। ତୁଷାର ମେହଟା କହିଛନ୍ତି ଯେ ଇଡି ମାମଲାର ତଦନ୍ତ ସମାପ୍ତ କରିଛି, ପ୍ରମାଣ ସଂଗ୍ରହ କରିଛି, ମାମଲାରେ ଅନେକ ତଲାସି କରାଯାଇଛି ଏବଂ ଅଭିଯୁକ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସଲିସିଟର ଜେନେରାଲ ତୁଷାର ମେହଟା ଯୁକ୍ତି ଦେଇଥିଲେ ଯେ ଯଦି କେହି ଗୋଟିଏ ପୃଷ୍ଠାରେ ଏଫଆଇଆର ଦାୟର କରନ୍ତି ତେବେ ଏହା ଇଡି ଅପରାଧ ହୋଇପାରେ, କିନ୍ତୁ ଧାରା 200 ସିଆରପିସି ଅନୁଯାୟୀ ବିଚାର ଗ୍ରହଣ କରୁଥିବା କୋର୍ଟ କ'ଣ ଇଡି ଅଭିଯୋଗର ଆଧାର ହୋଇପାରିବ ନାହିଁ। ନିମ୍ନ ଅଦାଲତ କହିଛନ୍ତି ଯେ ଯଦି କୋର୍ଟ ଏକ ବ୍ୟକ୍ତିଗତ ଅଭିଯୋଗ ବିଚାର କରିଛନ୍ତି ତେବେ ଇଡି କିଛି କରିପାରିବ ନାହିଁ। ଦିଲ୍ଲୀ ହାଇକୋର୍ଟ ଇଡିକୁ ପଚାରିଥିଲେ ଯେ ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ କୌଣସି ବିଚାରାଧୀନ ମାମଲା ଅଛି କି ଯାହା କୋର୍ଟ ବିଚାର କରିଛନ୍ତି। ରିପୋର୍ଟ ଦିନଲିପି ରାୟ। दिनलिपि लाइव को एबे ही लाइक शेयर सब्सक्राइब करंतु।